ଯନ୍ତ୍ରଣାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି? ତାହେଲେ ଆପଣଙ୍କୁ ଘରୋଇ ଉପଚାର ତୁରନ୍ତ ମିଳିବ ଆଶ୍ୱସ୍ତି। ଶୀତ ଦିନେ କାକର ଯୋଗୁଁ ଅଧିକାଂଶ ଲୋକ ସର୍ଦ୍ଦି କାଶ ଓ ମୁଣ୍ଡବିନ୍ଧା ଭଳି ଥଣ୍ଡା ଜନିତ ରୋଗରେ ପଡ଼ନ୍ତି। ବିଶେଷତଃ ଛୋଟ ପିଲାଙ୍କ କ୍ଷେତ୍ରରେ ଏହି ସମସ୍ୟା ଅଧିକ ଦେଖାଦିଏ। ସର୍ଦ୍ଦି ପାଇଁ ଔଷଧ ଖାଇଲେ ଏହା ଶୀଘ୍ର ଭଲ ହୋଇଯାଏ, କିନ୍ତୁ କଫ ଓ କାଶ ଏତେ ଶୀଘ୍ର ଭଲ ହୁଏ ନାହିଁ। ଅନେକଙ୍କ ଛାତିରେ କଫ ଜମି ରୁହେ। ଏହାକୁ ଯଦି ଆପଣ ସାମାନ୍ୟ ସମସ୍ୟା ଭାବି ଅଣଦେଖା କରୁଛନ୍ତି, ତେବେ ସାବଧାନ ହୋଇଯାନ୍ତୁ, କାରଣ ଭବିଷ୍ୟତରେ ଏହା ଗମ୍ଭୀର ରୂପ ନେଇପାରେ। କଫ ଛାତିରୁ ଯାଇ ଶ୍ୱାସନଳୀରେ ଜମି ରହିଲେ ପ୍ରାଣହାନିର ଆଶଙ୍କା ମଧ୍ୟ ରହିଛି। ତେବେ ଆସନ୍ତୁ ଜାଣିବା ଘରୋଇ ଉପଚାର ଦ୍ୱାରା ଏଥିରୁ ମୁକ୍ତି କେମିତି ପାଇବେ। ତେବେ ଛାତିରେ କଫ ଜମୁଥିଲେ ଉଷୁମ ପାଣିରେ ଲୁଣ ପକାଇ କୁଳୁକୁଳୁ କରନ୍ତୁ। ଦିନରେ 3-4 ଥର ଏପରି କରନ୍ତୁ, ଦେଖିବେ କଫ କିପରି ସମ୍ପୂର୍ଣ୍ଣ ଭଲ ହୋଇଯିବ। କଫ ପାଇଁ ପାନ ପତ୍ର ମଧ୍ୟ ବେଶ ଉପକାରୀ। ଯଦି ଛାତିରେ କଫ ଜମୁଛି, ତେବେ 3-4ଟି ପାନ ପତ୍ରକୁ ଗରମ କରି ଛାତିରେ ଲେପ ଦିଅନ୍ତୁ। ଖୁବ୍ ଶୀଘ୍ର କଫ ସମସ୍ୟା ଦୂର ହେବ। କଫ ଭଲ କରିବାର ଆଉ ଏକ ଉପାୟ ହେଉଛି ଅଦା ଚା। ଏଥିପାଇଁ ପ୍ରଥମେ 1 କପ୍ ପାଣିରେ କିଛି ଅଦାକୁ ଛେଚି ପକାଇ ସେହି ପାଣି ଅଧା ହେବା ପର୍ଯ୍ୟନ୍ତ ତାକୁ ଫୁଟାନ୍ତୁ। ଚାହା ପ୍ରସ୍ତୁତ ହୋଇଯିବା ପରେ ତାକୁ 1 କପ୍ ଛାଣି ସେଥିରେ 1 ଚାମଚ ମହୁ ଭଲ ଭାବେ ଗୋଳାଇ ସେବନ କରନ୍ତୁ। ଦିନକୁ 3-4 ଥର ପିଅନ୍ତୁ, ଦେଖିବେ କଫ ସମସ୍ୟା ଶୀଘ୍ର ଭଲ ହୋଇଯିବ। ରସୁଣ ମଧ୍ୟ କଫ ଦୂର ପାଇଁ ଏକ ଭଲ ଉପଚାର। ଏଥିପାଇଁ ଗରମ ପାଣିରେ 4ରୁ 5 ପାଖୁଡା ରସୁଣକୁ ଛେଚି ପକାଇ ସେବନ କରନ୍ତୁ। ଖୁବ୍ କମ୍ ଦିନରେ କଫ ଭଲ ହୋଇଯିବ। ରାତିରେ ଶୋଇବା ପୂର୍ବରୁ କ୍ଷୀରରେ ଅଦା ଓ ଲବଙ୍ଗ ଫୁଟାଇ ପିଅନ୍ତୁ। ଏହି ମିଶ୍ରଣରେ ଆଣ୍ଟିବାୟୋଟିକ ଏବଂ ଆଣ୍ଟିଭାଇରାଲ ଏଜେଣ୍ଟ ରହିଛି। ଏହା ସର୍ଦ୍ଦି କାଶ ଓ କଫ ଭଲ କରିଥାଏ। କଫ ପାଇଁ ହଳଦୀ ମିଶ୍ରିତ କ୍ଷୀର ହେଉଛି ସବୁଠୁ ଭଲ। ଏହା ଆମ ଶରୀରର ଅନେକ ପ୍ରକାର ରୋଗକୁ ଭଲ କରିଥାଏ। ଏଥିପାଇଁ କପେ କ୍ଷୀରରେ 1 ଚାମଚ ହଳଦୀ ଗୁଣ୍ଡ ପକାଇ ଫୁଟାଇବା ପରେ ଏହାକୁ ଦିନକୁ 2ରୁ 3 ଥର ପିଅନ୍ତୁ। କିନ୍ତୁ ଯଦି ଆପଣଙ୍କର ଗ୍ୟାଷ୍ଟ୍ରିକ୍ କିମ୍ବା ଜଣ୍ଡିସ୍ ସମସ୍ୟା ଥାଏ, ତେବେ ହିଁ ଉପଚାର ଆପଣାନ୍ତୁ ନାହିଁ। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ 95 ଓଡ଼ିଆ। देश विदेश कोण अनुकोणर टेक्निक खबर देखंतु आम सह यूट्यूब, फेसबुक और इंस्टाग्राम रे आमको देखंतु। लाइक, शेयर और सब्सक्राइब करने को आद्य भूलंतुनि।